ମେଷ ରାଶି ପାଇଁ 2026 ମସିହା ମଇ ମାସର ମାସିକ ରାଶିଫଳ। ମଇ ମାସରେ ଗ୍ରହମାନଙ୍କର ଗୋଚରୀୟ ଗତିକୁ ନିରୀକ୍ଷଣ କଲେ ଜଣାଯାଏ ଏ ମାସରେ ମେଷ ରାଶି ଜାତ ବ୍ୟକ୍ତିଙ୍କର ଅର୍ଥ ଲାଭ କରିବାର ଯୋଗ ରହିଅଛି। ପ୍ରେମ ସମ୍ପର୍କରେ ରୋମାଣ୍ଟିକ ଭାବ ଦେଖାଯିବ। କର୍ମକ୍ଷେତ୍ରରେ ବିଳମ୍ବିତ ଭାବ ଲାଗି ରହିବ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତା ମାସ ସାରା ଅନୁଭୂତ ହେବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ମଇ ମାସରେ ମେଷ ରାଶିର ଏକାଦଶ ସ୍ଥାନ କୁମ୍ଭ ରାଶିରେ ଅବସ୍ଥାନ କରିଥିବା ରାହୁ ମହାଗ୍ରହ ମେଷ ରାଶି ଜାତ ବ୍ୟକ୍ତିଙ୍କୁ ପ୍ରଚୁର ଅର୍ଥ ଉପାର୍ଜନ କରାଇବାରେ ସମର୍ଥ ହେବେ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରୁ ଧନର ଆଗମନ ହେବ। ଏପରିକି ଅନୈତିକ ଉପାୟରେ ଧନ ସଂଗ୍ରହ କରି ରଖିବା ପାଇଁ ରାହୁ ମହାଗ୍ରହ ପ୍ରୋତ୍ସାହିତ କରିପାରନ୍ତି। ସମ୍ପତ୍ତି ବା ପ୍ରପର୍ଟି ସମ୍ପର୍କିତ ମାମଲାରେ ଲାଭ ମିଳିବାର ସମ୍ଭାବନା। ମେଷ ରାଶିର ଦ୍ୱିତୀୟ ଧନସ୍ଥାନ ବୃଷ ରାଶିରେ ଅବସ୍ଥାନ କରିଥିବା ବୃଷ ରାଶିର ଅଧିପତି ଶୁକ୍ର ମହାଗ୍ରହ ପୈତୃକ ଧନ ପ୍ରାପ୍ତିରେ ସହାୟକ ହେବେ ଏବଂ ଅର୍ଥ ସଞ୍ଚୟ କରି ରଖିବାକୁ ସମର୍ଥ ହେବେ। ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ରହିଥିବା ମେଷ ରାଶି ଜାତ ବ୍ୟକ୍ତି ସେହିସବୁ କ୍ଷେତ୍ରରୁ ବଡ଼ ଧରଣର ଆର୍ଥିକ ଲାଭ ପାଇପାରିବେ। ବେପାର କ୍ଷେତ୍ରରେ ନିଜର ମିଠା କଥା ଦ୍ୱାରା ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହେବେ। ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଥିବା ସମୟରେ ସରକାରୀ କାର୍ଯ୍ୟରୁ ବେଶ୍ ଭଲ ରକମର ଅର୍ଥ ଉପାର୍ଜନ କରିପାରିବେ। ବିଶେଷତଃ ସରକାରୀ ଠିକାଦାରୀ, ନିର୍ମାଣ କାର୍ଯ୍ୟ ଓ ଅର୍ଡ଼ର ସପ୍ଲାଇ ଭଳି କ୍ଷେତ୍ରରେ ରହିଥିବା ମେଷ ରାଶି ବ୍ୟକ୍ତି ଏହିସବୁ କ୍ଷେତ୍ରରୁ ମନ ମୁତାବକ ଅର୍ଥ ରୋଜଗାର କରିବା ସହିତ ନୂତନ କାର୍ଯ୍ୟାଦେଶ ମଧ୍ୟ ହାସଲ କରିପାରିବେ। କ୍ୟାରିୟର ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ରବି ଓ ମଙ୍ଗଳ ମହାଗ୍ରହଙ୍କର ପ୍ରଭାବରୁ କ୍ୟାରିୟର ବା କର୍ମକ୍ଷେତ୍ର ପ୍ରଶସ୍ତ ରହିଲେ ସୁଦ୍ଧା ମେଷ ରାଶିର ଦ୍ୱାଦଶ ଭାବରେ ଅବସ୍ଥିତ କର୍ମକ୍ଷେତ୍ରର ଅଧିପତି ଶନି କର୍ମକ୍ଷେତ୍ରକୁ ସର୍ବଦା ବିଳମ୍ବିତ କରାଇବେ। ଏପରିକି କର୍ମହାନି କରାଇବାକୁ ଚେଷ୍ଟା ମଧ୍ୟ କରିବେ। ତେଣୁ କର୍ମକ୍ଷେତ୍ରରେ ବିଳମ୍ବ ଭାବ ଅଥବା କର୍ମହାନି ହେଲା ଭଳି ସମସ୍ୟା ଦେଖାଦେଲେ ଶନି ମହାଗ୍ରହଙ୍କର ପ୍ରତିକାର କରାଇ ନେବା ଉଚିତ ହେବ। ଫାଇନାନ୍ସିଆଲ ସେକ୍ଟର ବା ଆର୍ଥିକ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ମଇ ମାସର ସମୟ ବେଶ୍ ପ୍ରଶସ୍ତ ଅଛି। ଲଭ୍ ଲାଇଫରେ ରହିଥିବା ପୁଅ ଝିଅଙ୍କ ପାଇଁ ଏହି ମାସର ସମୟ ରୋମାଣ୍ଟିକ ସମୟ ଭିତରେ କଟିବ। ନିଜ ଘର ବୃଷ ରାଶିରେ ଅବସ୍ଥାନ କରିଥିବା ଶୁକ୍ର ମହାଗ୍ରହ ପ୍ରେମ ବିବାହ ବା ଲଭ୍ ମ୍ୟାରେଜ କରିବା ପାଇଁ ପ୍ରଭାବ ପକାଇ ପାରନ୍ତି। ଅବିବାହିତ ରହିଥିବା ପୁଅ ଓ ଝିଅମାନଙ୍କ ପାଇଁ ମଇ ମାସରେ ବିବାହ ପ୍ରସ୍ତାବ ଆସି ବିବାହ ତାରିଖ ସ୍ଥିରୀକୃତ ହୋଇଯିବାର ବହୁତ ସମ୍ଭାବନା ଦେଖାଯାଏ। ମଇ ମାସରେ ମେଷ ରାଶି ଜାତ ବ୍ୟକ୍ତିଙ୍କର ପାରିବାରିକ ଜୀବନ ବଡ଼ ସୁଖମୟ ରହିବ। କିନ୍ତୁ ପରିବାର ଭାବ ଉପରକୁ ଶନି ମହାଗ୍ରହଙ୍କର ଦୃଷ୍ଟି ରହୁଥିବାରୁ ସମୟରେ ପାରିବାରିକ ବିଭେଦ ମଧ୍ୟ ଦେଖାଯାଇପାରେ। ଏହି ମାସରେ ସପରିବାର ଯାତ୍ରା କରିବାର ଯୋଗ ରହିଅଛି। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ମଇ ମାସରେ ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଚିନ୍ତା ମାସ ସାରା ଲାଗି ରହିବ। ମାନସିକ ଦୁଶ୍ଚିନ୍ତା ଭିତରେ ସମୟ କାଟିବେ। ଚର୍ମଜନିତ ରୋଗ ଦେଖାଦେଇପାରେ। ସ୍ନାୟୁବିକ ଦୁର୍ବଳତା ଦେଖାଯିବ। ଏହା ସହିତ ଯାତ୍ରା ସମୟରେ ଦୁର୍ଘଟଣା ଘଟି ହାତ ଗୋଡ଼ ଭାଙ୍ଗିଯିବାର ମଧ୍ୟ ବହୁତ ସମ୍ଭାବନା ରହିଅଛି। ମଇ ମାସରେ ମେଷ ରାଶି ଜାତ ବ୍ୟକ୍ତି ଅଶୁଭ ଫଳକୁ ଏଡ଼ାଇ
ଶୁଭ ଫଳ ପାଇବା ନିମନ୍ତେ ମହାବୀର ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିଶା ପାଠ କଲେ ଆସନ୍ନ ଦୁର୍ଘଟଣାରୁ ରକ୍ଷା ମିଳିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମେଷରାଶିଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।